Good morning and praise the Lord everyone. ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆଜିର ଏହି ମର୍ଣ୍ଣିଂ ଡିଭୋସନରେ ୱେଲକମ୍ କରେ। ଆମେ ଯେତେ ଜଣ ମଧ୍ୟ ଯୋଡ଼ି ଅଛୁ, praise the Lord to each and everyone. So ଆଜିର ଚିନ୍ତାଧାରା ନିମନ୍ତେ ଆମେ ଦେଖିବା ଏକ ମୁଖ୍ୟ ବିଷୟ ବାଇବେଲର, ଯାହାକି ରୋମିଓ ତାର 1:16 ଉଲ୍ଲେଖ କରାଯାଇଅଛି। Romans chapter 1 verse 16। रोमी अध्याय 1 वचन 16 हम अगर पढ़ेंगे तो वहाँ परमेश्वर कुछ सिखाना चाहता है, बताना चाहते। तो आइए आसु हमें रोमियो तार 1:16 जो मान पाखर बाइबल अच्छी आपण मैंने खोली पारे। रोमियो 1:16 ए जगह उल्लेख करा जाए, କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ ଆଉ ମଧ୍ୟ ଗ୍ରୀକ ପକ୍ଷରେ। ସେଥିରେ ତ ଈଶ୍ୱର ଦତ୍ତ ଧାର୍ମିକତା ପ୍ରକାଶିତ ହୋଇଅଛି, ତାହା ବିଶ୍ୱାସ ମୂଳକ ଓ ବିଶ୍ୱାସଜନକ, ଯେପରି ଲେଖା ଅଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚେ। ପ୍ରଭୁ ଏ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ I do believe that କି ପରମେଶ୍ୱର ଆଜିର ଏହି ମର୍ଣ୍ଣିଂ ସମୟରେ ଆମମାନଙ୍କ କଥା କହିବେ। ନିଶ୍ଚିତ ଭାବରେ ଆମେ ଯେତେବେଳେ ଏହି ପଦକୁ ପଢ଼ୁଛୁ, ଆମେମାନେ ଜାଣିପାରିବା ଯେ ପରମେଶ୍ୱରଙ୍କର ବିବିଧ ଯୋଜନା ଆମମାନଙ୍କ ପ୍ରତି ସେ ରଖିଅଛନ୍ତି। ୟେସ୍, ଆମେମାନେ ତାହା ବୁଝିବା ଆବଶ୍ୟକ ଅଟେ। ସୁସମାଚାର ପ୍ରଚାର କରିବା ପାଇଁ ତାଙ୍କର ଆଗ୍ରହର କାରଣ ଏଠାରେ ଉଲ୍ଲେଖ କରାଯାଇଛି। ଏକ ଆଗ୍ରହର କାରଣ ଆମେ ଯଦି ଦେଖିବା କୁହାଯାଉଛି ଯେ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ। ତ ସୁସମାଚାର କ'ଣ ଏପରି ବିଷୟ ଯେ ଗୋଟେ ବ୍ୟକ୍ତି ପ୍ରଚାର କଲେ ତାକୁ ଲଜ୍ଜା ଲାଗୁଅଛି? ଆମେ ଏ ଜାଗାରେ କ୍ଲିଅର ହେବା କଥା ଯେ ହ୍ୱାଟ ଇଜ ଦ ଥିଙ୍ଗସ୍ ଯୋଉଟାକି ଲୋକମାନେ ଆଜି ସୁସମାଚାର ପ୍ରଚାର କରିବାକୁ ଲଜ୍ଜା ବୋଧ କରୁଅଛନ୍ତି। ଆଉ ଯେତେବେଳେ ଗୋଟେ ବିଷୟକୁ କରିଲା ବେଳେ ଲଜ୍ଜା ଲାଗେ, ସେତେବେଳେ ସେହି ବିଷୟକୁ ହାଇଲାଇଟେଡ କରାଯାଏ ଯେ ଏହି ବିଷୟକୁ ଆମେମାନେ ଲଜ୍ଜା ବୋଧ କରିବା ଉଚିତ ନୁହେଁ। ବୁଝିପାରୁଛନ୍ତି? ସୁସମାଚାର ପ୍ରଚାର କରିବା ପାଇଁ ତାଙ୍କ ଆଗ୍ରହର କାରଣ ଏଠାରେ ଉଲ୍ଲେଖ କରାଯାଇଅଛି, ଯାହାକି ଆମେ ଦେଖିପାରୁଛୁ। ଲେଖାଯାଇଛି ପଦରେ, ଏହା ଏକ ଦୁର୍ବଳ ଓ ଅଦରକାରୀ ବିଷୟ ଭାବି ଏହି ସୁସମ୍ବାଦ ସେ ଲଜ୍ଜିତ ନ ଥିଲେ। କିନ୍ତୁ ଅନେକ ସମୟରେ ଆମେମାନେ ଦେଖୁ ଯେ ଲୋକମାନଙ୍କ ସମ୍ମୁଖରେ ଆମେମାନେ ପ୍ରଚାର କରିବାକୁ ଯଦି ଦୁର୍ବଳ ଭାବୁଛୁ, ବା ଆମେ ଭାବୁଛୁ ଯେ ଦିସ୍ ଇଜ ନଟ୍ at all good for me, ମୁଁ ସ୍ପିକ୍ କରିବାର କହିବାର, ତାହେଲେ ହୋଇପାରେ ତାକୁ ଲଜ୍ଜା ଲାଗିପାରେ। ଓକେ, କାରଣ ଲଜ୍ଜା କେତେବେଳେ ଆସେ ଗୋଟେ ବ୍ୟକ୍ତିକୁ, ଯେତେବେଳେ ସେ କିଛି ଏପରି ବିଷୟ କହୁଅଛି ଯାହାକି ସେହି ବିଷୟ ଯେତେବେଳେ ଲୋକମାନେ ଜାଣୁଛନ୍ତି ତାଙ୍କୁ ଲଜ୍ଜା ଲାଗୁଅଛି। ବୁଝିପାରୁଛନ୍ତି? ଯୋଉଟା କି ଗୋଟେ ଗୁପ୍ତ ବିଷୟ ଯେତେବେଳେ ସମ୍ମୁଖରେ ପ୍ରକାଶ ପାଏ, ସେତେବେଳେ ଗୋଟେ ବ୍ୟକ୍ତିକୁ ଲଜ୍ଜା ଲାଗିଥାଏ। ଆଉ ଯଦି ଗୋଟେ ବ୍ୟକ୍ତିକୁ ଲଜ୍ଜା ଲାଗୁଅଛି, ତାହେଲେ କୋଉଥିପାଇଁ ଲାଗିବା କଥା? ଯଦି ତାର ଗୁପ୍ତ ବିଷୟ ପ୍ରକାଶିତ ହେଉଛି। କିନ୍ତୁ ବାକ୍ୟରେ ସିଧାସଳଖ କୁହାଯାଇଛି ସୁସମାଚାର ଗୋଟେ ଏପରି ବିଷୟ ଅଟେ ଯାହାକି ଆମେମାନେ ତାହା ଗୁପ୍ତ କରି ରଖିପାରିବା ନାହିଁ। ତାହା ହିଡେନ୍ ଟ୍ରେଜର ହୋଇପାରେ ଆମମାନଙ୍କ ପାଇଁ, ବଟ୍ ଦ୍ୟାଟ୍ ଟ୍ରେଜର should be shared to each and every person ବୋଲି କୁହାଯାଇଅଛି। ଆମମାନଙ୍କ ପାଖରେ ଯଦି ସେହି मूल्यवान वो कीमती विषय हमारे पास अगर दिया गया है, तो हमारा काम है ସେହି ସୁସମାଚାର କୁ ଅନ୍ୟ ମାନଙ୍କ ପାଖକୁ ନେଇକି ଯିବା। ତ ଆଜିର ସମୟରେ ଗୋଟେ ବ୍ୟକ୍ତି ସୁସମାଚାର ପ୍ରଚାର କରିବାକୁ ଲଜ୍ଜା ବୋଧ ଯଦି କରୁଅଛି, ଆମେ କ'ଣ କହିପାରିବା କି ଦିସ୍ ଇଜ ଦ ପର୍ସନ ହୁ ଟ୍ରୁଲି ବିଲିଭର ବୋଲି? ଏହା ମୋ ପ୍ରଶ୍ନ ଆପଣଙ୍କ ସମ୍ମୁଖରେ ରଖିବାକୁ ଚାହେଁ। କାରଣ 16 ପଦରେ ଲେଖାଯାଉଛି ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ ବୋଲି ପାଉଲ ଏ ଜାଗାରେ କହୁଅଛନ୍ତି। ଓକେ, କ'ଣ ପାଇଁ ପାଉଲ ତାହା କହୁଛନ୍ତି? Why
he gave this statement ଆମେ ଜାଣିବା ବହୁତ ଜରୁରୀ ଅଟେ। ପାଉଲଙ୍କୁ ଯଦି ଆମେ ଦେଖିବା ତାଙ୍କର ପାଷ୍ଟ ଲାଇଫ ବହୁତ ମ୍ୟାସଅପ୍ ଥିଲା, ଯୋଉଟା କି ପାଉଲ ପ୍ରଥମରେ ସାଉଲ ଥିଲେ, ଆଉ ସାଉଲଙ୍କର ଗୁଣ, କାର୍ଯ୍ୟ, ବ୍ୟବହାର ସମସ୍ତ ବିଷୟ ଏକ ଭିନ୍ନ ଥିଲା। ବୁଝିପାରୁଛନ୍ତି? ଆଉ ଯେଉଁ ଲୋକମାନଙ୍କୁ ସେ ଅତ୍ୟାଚାର କରୁଥିଲେ, ଯେଉଁ ଲୋକମାନଙ୍କୁ ସେ ବିଦୀର୍ଣ୍ଣ କରୁଥିଲେ, ସମସ୍ୟାରେ ଆଣୁଥିଲେ, ସେହି ସମାନ ବ୍ୟକ୍ତି ମାନଙ୍କ ପାଖକୁ ଯାଇ ପୁଣି ଥରେ ନିଜକୁ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରି ସେ କ'ଣ କରୁଛନ୍ତି? ସୁସମାଚାର ପ୍ରଚାର କରୁଛନ୍ତି। और जहां आप जाके बोल चुके हैं कि ये सारा विषय गलत है, फिर कैसे आप जाके फिर वहां बोल सकते हैं कि ये सारा विषय सही है? ତ ସେତେବେଳେ ଗୋଟେ ବ୍ୟକ୍ତିକୁ ଡେଫିନେଟଲି ଲଜ୍ଜା ଆସିବ। ବିକଜ ପାଉଲ ମଧ୍ୟ ଗୋଟେ ସାଧାରଣ ବ୍ୟକ୍ତି ନଥିଲେ। ହି ଇଜ ଦ ଏଜୁକେଟେଡ ପର୍ସନ, ଇଜ ଦ ୱେଲ୍ଥ ଏଜୁକେଟେଡ ପର୍ସନ, ରିଚେଷ୍ଟ ପର୍ସନ। ଓକେ, ସେ ସମସ୍ତ କ୍ଷେତ୍ରରେ ମାନେ ତାଙ୍କର ବହୁତ ଭଲ ଥିଲା ସମସ୍ତ ବିଷୟ। ବୁଝିପାରୁଛନ୍ତି? ତ ଆଜିର ସମୟରେ ଆଜି ଆମେ ଦେଖୁ ଯେ ଗୋଟିଏ ବହୁତ ୱେଲ୍ଥ ଥିଲା ବ୍ୟକ୍ତି, ବହୁତ ଧନୀ ଥିଲା ବ୍ୟକ୍ତି କ'ଣ ରୋଡରେ ଯାଇକି କ'ଣ ସୁସମାଚାର ପ୍ରଚାର କରିପାରିବ? ଯଦି ଗୋଟେ ସାଧାରଣ ଜୀବନ କାଟୁ ନାହିଁ, ସେ ଅସାଧାରଣ ଜୀବନ ତାର ଅଛି। ସେ ୱେଲ୍ଥରେ ତାର ଜୀବନ ଯାଉଛି, ସେ ବାହାରେ ଠିଆ ହଉନାହିଁ, ବୁଲୁନାହିଁ, ତାର ଖାଦ୍ୟ, ତାର ପିନ୍ଧିବା, ଉଡ଼ିବା ସମସ୍ତ ବିଷୟ ଯଦି ଭିନ୍ନ ପ୍ରକାର ଅଟେ, ତାହେଲେ ସେହି ବ୍ୟକ୍ତି କ'ଣ ନିଜକୁ ସେହି ସ୍ଥାନରେ ରଖିପାରିବ? ଯଦି ତାକୁ ଲଜ୍ଜା ଲାଗୁଛି, ଦେନ୍ ସେ ସୁସମାଚାରକୁ ବୁଝି ନାହିଁ ବୋଲି ଆମେ କହିପାରିବା। ତ ସେଥିପାଇଁ ଆମେ ମାନେ ବୁଝିବା କଥା, ଯଦି ଗୋଟେ ବ୍ୟକ୍ତି ସୁସମାଚାର ପ୍ରଚାର କରିବାକୁ ସେମ୍ ଫିଲ୍ କରୁଅଛି, ତାହେଲେ ଆମେ ପ୍ରଥମରେ କ୍ଲିଅର ହେବା କଥା ଯେ ବାସ୍ତବରେ କ'ଣ ଆମେ ଯଦି ଆଜି ଲଜ୍ଜା କରୁଅଛୁ, ତାମାନେ ପରମେଶ୍ୱରଙ୍କୁ ଜାଣିଛୁ, ତାଙ୍କର କ୍ରୁଶର ବିଷୟରେ ଜାଣିଛୁ, ତାଙ୍କର ମୃତ୍ୟୁ, ତାଙ୍କର ପୁନରୁତ୍ଥାନ, ତାଙ୍କର ପ୍ରତ୍ୟେକ ବିଷୟକୁ କ'ଣ ଆମେ ଜାଣିଛୁ? ଏହି ପ୍ରଶ୍ନ ଆମମାନଙ୍କ ମଧ୍ୟରେ ରହିବା କଥା। ଯଦି ବାସ୍ତବରେ ଗୋଟେ ବ୍ୟକ୍ତି ଲଜ୍ଜାବୋଧ କରୁନାହିଁ, ତାହେଲେ ସେ କ'ଣ ଈଶ୍ୱରଙ୍କର ପ୍ରେମକୁ ପାଇଛି, ଈଶ୍ୱରଙ୍କର ସେହି ବିଶ୍ୱାସର ଶକ୍ତିକୁ ପାଇଅଛି। ବୁଝିପାରୁଛନ୍ତି? ତ ଏହା ଆମମାନଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜିଂ ମୋମେଣ୍ଟ ହେବା କଥା ଯେ ମୁଁ ବାସ୍ତବରେ କ'ଣ ଲଜ୍ଜାବୋଧ କରୁଛି କି? ମୁଁ ଏଇ ଜାଗାରେ ଗୋଟିଏ କନେକ୍ସନ ରଖିବାକୁ ଚାହିଁବି ଯେ ଯଦି ଆମେ ଲଜ୍ଜାବୋଧ କରୁନାହୁଁ, ତାହେଲେ କ'ଣ ହେବା କଥା, ଆଉ ଯଦି ଆମେ ଲଜ୍ଜାବୋଧ କରୁଛୁ ତାହେଲେ କ'ଣ ହେବା କଥା? କାରଣ ଅନେକ ସମୟରେ ପରସେଣ୍ଟେଜ ଅଫ୍ ପିପଲ କ'ଣ କୁହନ୍ତି ନା, ଆମେ ଲଜ୍ଜା କରୁନାହୁଁ, ମୁଁ ସୁସମାଚାର ପ୍ରଚାର କରିବାକୁ ଲଜ୍ଜା କରେ ନାହିଁ। ଓକେ, କିନ୍ତୁ ଆମେ କେମିତି ଜାଣିବା ଯେ ଆମେ ଲଜ୍ଜାବୋଧ କରୁଅଛୁ? ବିକଜ ଯେଉଁମାନେ ଲଜ୍ଜା କରନ୍ତି ସେମାନେ ନିଜର ପୋଜିସନକୁ ଦେଖନ୍ତି, ନିଜର ଯୋଗ୍ୟତାକୁ ଦେଖନ୍ତି, ନିଜର ବ୍ୟାକଗ୍ରାଉଣ୍ଡକୁ ଦେଖନ୍ତି, ନିଜର ଫ୍ରେଣ୍ଡ ସର୍କେଲକୁ ଦେଖନ୍ତି, ନିଜର ପ୍ରତ୍ୟେକ ବିଷୟକୁ ପ୍ରଥମରେ ସ୍ଥାନ ଦିଅନ୍ତି। ପରିବାର ହେଉ, ଆପଣଙ୍କର ପ୍ରେଷ୍ଟିଜ ହେଉ, ଆପଣଙ୍କର ନାମ, ଏହି ସମସ୍ତ ବିଷୟକୁ ପ୍ରଥମ ସ୍ଥାନରେ ଯଦି ଜଣେ ବ୍ୟକ୍ତି ଦେଉଛି, ତାହେଲେ ଏଭ୍ରି ସିଙ୍ଗଲ ଡେ ସେ କ'ଣ କରିବ? ମିସ୍ କରିବ ସୁସମାଚାର ପ୍ରଚାର କରିବା ପାଇଁ। ଏଭ୍ରି ସିଙ୍ଗଲ ଡେ ଆପଣ ମିସ୍ କରିବେ ସୁସମାଚାର ପ୍ରଚାର କରିବା ପାଇଁ। କାରଣ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ବାଧ୍ୟ ଅଟେ, ବାକ୍ୟ କହୁଅଛି, ଆଉ ତାହା କରିବାକୁ ମୁଁ ଲଜ୍ଜାବୋଧ କରିବି ନାହିଁ। ସୁସମାଚାର ପ୍ରଚାରର ଅର୍ଥ ହେଲା ଈଶ୍ୱରଙ୍କର ପ୍ରେମକୁ ବଣ୍ଟନ କରିବା। କିନ୍ତୁ ସୁସମାଚାର ପ୍ରଚାର ପାଇଁ ମୁଁ ଯଦି ଲଜ୍ଜାବୋଧ କରୁନାହିଁ ବୋଲି କହୁଛି, ତାହେଲେ କ'ଣ ଆମେ ଲାଷ୍ଟ ୱିକରେ କେତେ ଜଣକୁ ସୁସମାଚାର ଦେଇଛୁ? ଦ୍ୟାଟ୍ ଇଜ ଦ ବିଗେଷ୍ଟ କ୍ୱେଶ୍ଚିନ୍ସ ଇନ୍ ଆୱାର ଲାଇଫ୍। ଆମେ ଗତ ଦିନମାନଙ୍କରେ ସୁସମାଚାର କେତେ ଜଣକୁ ଦେଇଛୁ? ଆମେ ଜାଣି ରଖିବା କଥା, ସୁସମାଚାର ଦେବା ପାଇଁ ଅନେକ ମାଧ୍ୟମ ଅଛି। ନଟ୍ ଓନ୍ଲି କି ଆପଣ ଯିବେ ରୋଡକୁ ଯିବେ, ପ୍ରଚାର କରିବେ, ଆପଣ କୌଣସି ବ୍ୟକ୍ତିର ପରିବାରକୁ ଯିବେ, ସୁସମାଚାର ପ୍ରଚାର କରିବେ, ଆପଣ କୌଣସି ମାଧ୍ୟମରେ କୌଣସି ସ୍ଥାନକୁ ଯାଇକି ପ୍ରଚାର କରିବେ। ଦିସ୍ ଇଜ ନଟ୍। ସୁସମାଚାର ପ୍ରଚାର କରିବାର ଅନେକ ମାଧ୍ୟମ ଅଛି, ଯେଉଁ ମାଧ୍ୟମ ଦ୍ୱାରା ଆପଣ କ'ଣ କରିପାରିବେ? ସୁସମାଚାର ପ୍ରଚାର କରିପାରିବେ। କିନ୍ତୁ ଆମେ ଯେତେବେଳେ ସୁସମାଚାର ପ୍ରଚାର କରୁଛୁ, ସେହି ବି ସମୟରେ ଆମେ କ'ଣ ଲଜ୍ଜାବୋଧ କରୁଛୁ କି? ଏହି ପ୍ରଶ୍ନ ମାନେ କ୍ଲିଅର ହେବା କଥା। ଆମେ ଲାଷ୍ଟ ୱିକରେ କେତେ ଜଣକୁ ସୁସମାଚାର ଦେଲା, ତାହା ଆମମାନଙ୍କର ଆକାଉଣ୍ଟେବଲ ହେବା କଥା। ଆମେମାନେ ଜାଣି ରଖିବା କଥା ଯେ ବାସ୍ତବରେ ମୁଁ ଏତେ ଜଣକୁ ସୁସମାଚାର ଦେଲି।
ବୁଝିପାରୁଛନ୍ତି। ଯଦି ମୁଁ ସୁସମାଚାର ଦେଉନାହିଁ ତ କहीं ନା କहीं ଆମେ ମାନେ କଣ କରୁଛୁ, ସୁସମାଚାର ପ୍ରଚାର କରିବା ପାଇଁ ଲଜ୍ଜା ବୋଧ କରୁଛୁ। ହଁ, ଇନଡାଇରେକ୍ଟଲି ଆମେ ମାନେ ସେ ବିଷୟକୁ ଡାଇରେକ୍ଟ ସ୍ପିଚ ରେ ରଖୁଅଛୁ। ଯଦି ମୁଁ କରୁନାହିଁ ବୋଲି କହୁଛି ତାହେଲେ କଣ କରିଛୁ କି, ଏହି ପ୍ରଶ୍ନ ଆସିବ। ପୁଣି ଲେଖାଯାଇଛି ଏ ଜାଗାରେ ଯେ ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କର ଶକ୍ତି ଅଟେ। ମାନେ ଏହା ଖାଲି ଗୋଟିଏ ସାଧାରଣ ଗୋଟେ ବ୍ୟକ୍ତିକୁ କୁହାଯାଉ ନାହିଁ, ଏହା ପ୍ରତ୍ୟେକ ବିଶ୍ୱାସୀକୁ କୁହାଯାଉଛି। ବିଶ୍ୱାସୀ ନିଜକୁ ପାଉଲ କହିଲା ପରେ ସେ କହୁଛନ୍ତି ଏହା ପ୍ରତ୍ୟେକ ବିଶ୍ୱାସୀ ନିମନ୍ତେ ପରିତ୍ରାଣର ନିମନ୍ତେ ଈଶ୍ୱରଙ୍କର ଶକ୍ତି ଅଟେ। ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କର ଶକ୍ତି ମାନେ ଆଜି ଗୋଟେ ବ୍ୟକ୍ତି ଯଦି କହୁଛି ମୁଁ ପରିତ୍ରାଣ ପାଇଛି, ତାହେଲେ ତାର କର୍ତ୍ତବ୍ୟ କଣ ହେବା କଥା? ଦିସ୍ ଇଜ ଦ ଥିଙ୍ଗସ୍। ଆଜି ଯଦି ଆମେ ପରିତ୍ରାଣ ପାଇଛୁ ତାହେଲେ ନିଶ୍ଚିତ ଭାବରେ ଆମମାନଙ୍କ ପାଖରେ ଶକ୍ତି ଅଛି। ବୁଝିପାରୁଛନ୍ତି? ମୁଁ ଯଦି ଶକ୍ତି ପ୍ରାପ୍ତ ବ୍ୟକ୍ତି ବୋଲି ମନେ କରୁଛି ତାହେଲେ ମୋ ପାଖରେ ପରିତ୍ରାଣ ପାଇଥିବାର ସେହି ଏକ୍ସପିରିଏନ୍ସ ଅଛି, ସେହି ଅନୁଭୂତି ଅଛି, ଆଉ ମୁଁ ପରିତ୍ରାଣ ପାଇଥିବାର ଗୋଟେ ବ୍ୟକ୍ତି ବୋଲି ନିଜକୁ ଘୋଷଣା କରିବା କଥା। ଓକେ, ସାଲଭେସନ ଇଜ ଗିଭେନ୍ ବାୟ ଗଡ୍ ଓନ୍ଲି। ଆଉ ସେ ପରିତ୍ରାଣ ଆମକୁ ଦେଇଛନ୍ତି ଆଉ ତାହା ଆମଙ୍କ ପାଇଁ ଶକ୍ତି ଅଛି। ଯଦି ମୁଁ ପରିତ୍ରାଣ ପାଇଲା ପରେ ଦୁର୍ବଳ ବ୍ୟକ୍ତି ପରି ଯଦି ବ୍ୟବହାର କରୁଅଛି, ଦୁର୍ବଳ ବ୍ୟକ୍ତି ପରି ମୁଁ ପ୍ରତ୍ୟେକଙ୍କୁ ଯଦି ଯାଇକି କହୁଅଛି ଯେ ମୁଁ କରିପାରିବି ନାହିଁ, ତାହେଲେ ଆପଣ ବାସ୍ତବରେ କଣ ପରିତ୍ରାଣ ପାଇଛନ୍ତି କି? ପରିତ୍ରାଣ ପାଇଥିବା ବ୍ୟକ୍ତି ପାଖରେ ଭୟ ନଥାଏ। ପ୍ରଭୁ କହନ୍ତି ଆମେ ତୁମକୁ ଭୀରୁତାର ଆତ୍ମା ଦେଇନାହୁଁ, ଆମେ ତୁମକୁ ଶକ୍ତିର ଆତ୍ମା ଦେଇଅଛୁ। ବୁଝିପାରୁଛନ୍ତି? ପ୍ରଭୁ ଯେଉଁ ଆତ୍ମା ଦେଇଅଛନ୍ତି ସେହି ଆତ୍ମା ପାଇଥିବା ବ୍ୟକ୍ତି କେବେ ମଧ୍ୟ କହିପାରିବ ନାହିଁ ଯେ ମତେ ଭୟ ଲାଗୁଛି, ମୋ ପାଖରେ ଶକ୍ତି ନାହିଁ, ମୁଁ କହିପାରିବି ନାହିଁ। ନଟ୍ ଲାଇକ୍ ଦ୍ୟାଟ୍। ପରିତ୍ରାଣ ଯଦି ପାଇଛି ତାହେଲେ ସେ ଶକ୍ତି ମଧ୍ୟ ପାଇଛି, ଆଉ ସେହି ଶକ୍ତି ଦ୍ୱାରା ସେ କଣ କରିପାରିବ? ସୁସମାଚାର ପ୍ରଚାର କରିପାରିବ। ଆଉ ଏହା କେବଳ ଗୋଟେ ଚୁଜେନ୍ ପର୍ସନକୁ କୁହାଯାଉ ନାହିଁ। ମନେ ରଖନ୍ତୁ, ଏହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ବୋଲି ଲେଖାଯାଇଛି। ପ୍ରତ୍ୟେକ ବିଶ୍ୱାସୀ, ଏଭ୍ରି ସିଙ୍ଗଲ ବିଲିଭର, ଯେଉଁମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ କରନ୍ତି ସେହିମାନଙ୍କୁ କୁହାଯାଉଛି ଏଇ ଜାଗାରେ ଯେ ଆପଣ ମାନେ କଣ କରିବେ? सुसमाचार प्रचार करिवे, किंतु लज्जा बोध करिवे नहीं। मेडिकल में हो, रास्ते में हो, बस में हो, ट्रेन में हो, जहां कहीं भी हो क्यों ना, आपको क्या करना है? एक ही विषय के ऊपर ध्यान देना है कि यीशु मसीह का प्रेम को हम श्रेष्ठ रखेंगे और सभी को बताएंगे कि वो कितना महान है। समझ पा रहे ना? तो ए जगह कहा जाउछि जे परित्राण निमंते ईश्वरंकर शक्ति अटे। फिर बोला जा रहा है प्रथम तो जिहुदी पक्षरे आउ मध्य ग्रीक पक्षरे, माने जिहुदी एवं ग्रीक एही माननकु मध्य आमे माने सुसमाचार दउछु, किंतु भय नाही। डेफिनेटली जिहुदी माननकु सुसमाचार देबा एक कष्टकर विषय। दे आर वेरी स्ट्रांग, ग्रीक पीपल वेरी स्ट्रांग। ग्रीक आमे जानू, जदि आमे सुसमाचार बांटिबाकू जाउछु, आजिर समय आपण व्यक्तिगत भाव जदि एग्जामाइन करिवे ताहले मते सुसमाचार देवा समय क्यों व्यक्ति को बेसी कष्ट लागुची? ऐसा कौन बंदा है, ऐसा कौन सा व्यक्ति है जिसको मैं अगर परमेश्वर की गोस्पेल को दे रहा हूं तो वो मेरे लिए एक कठिन बन रहा है? बुझी पारछो? आमे किछि लोक को कहिबाकू बहुत सरल थाए, आमे इजीली कहि देई थाउ सुसमाचार, किंतु किछि लोक एपरि मध्य थांती जे मानकू सुसमाचार देबारे आमनकू भय लागि थाए, आमनकू कष्ट लागि थाए, आमे माने भय करि थाउ। सेही व्यक्ति मानकू सुसमाचार देबा निमंते प्रभु हमको शक्ति देई अछंती। बुझी पारछंती? और मैं क्लास में भी बोलता हूँ कि आमे जेतेबेले सुसमाचार प्रचार करि जाउछु, सुसमाचार प्रचार करिबा समय वी शुड आस्क फर्स्ट गॉड कि प्रभु मैं यही भाई को या बहन को परमेश्वर के वचन को दे रहा हूं, तो मैं उसके लिए पहले प्रार्थना करूंगा परमेश्वर से शक्ति लेके, तापर आमे कोन कहिबा से व्यक्ति को सुसमाचार कहि परिबा। ଏହା ହେଉଛି ଏକ ମାଧ୍ୟମ ଯାହାକି ପରମେଶ୍ୱରଙ୍କର ବାକ୍ୟକୁ ସେୟାର କଲା ପରେ ଆମେ ନିଜକୁ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରିବା। चाहे यूथ हो, चाहे बातचीत हो, चाहे जो कुछ भी क्यों ना हो, आमे प्रथम रे कौन करिबा? निजको परमेश्वर हस्तरे समर्पित करिबा। बुझी पारछंती?
ଦାଉଦ ସେଦିନ ଗଲିଆଦ ସହିତ ଯୁଦ୍ଧ କଲା ବେଳେ ସେ ଗୋଟିଏ ପ୍ରାର୍ଥନା କଲେ ଆଉ ତାପରେ ଲଢିବାକୁ ଗଲେ। ସେ କହିଲେ, ପ୍ରଭୁ ଆଜି ଏହି ପଲେଷ୍ଠୀୟ ବ୍ୟକ୍ତିକୁ ମୋତେ ସମର୍ପଣ କର, କେବଳ ଆଜି ଗୋଟିଏ ଦିନ ପାଇଁ। ଆଉ ସେତେବେଳେ ଲଢିବାକୁ ଯାଉଛନ୍ତି ଗଲିଆଦ ସହିତ, ଗଲିଆଦ କଣ ହଉଛି? ମୂର୍ଚ୍ଛିତ ହେଉଛି। ସେ କିଛି କରିପାରୁନାହିଁ, କାରଣ ସେହି ସମୟରେ ପରମେଶ୍ୱରଙ୍କର ଆତ୍ମା ଦାଉଦଙ୍କ ଉପରେ ଅଧିଷ୍ଠାନ କଲେ। ଆଉ ପବିତ୍ର ଆତ୍ମାଙ୍କ ଦ୍ୱାରା, ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଦାଉଦ ଗଲିଆଦକୁ ବଧ କଲେ। ଆମେ ଜାଣି ରଖିବା କଥା ମୋର ପ୍ରିୟମାନେ, ଚାହେ ଜିତନା ବଢ଼ା ବି କ୍ୟୁ ନା ହଉ, ଯେତେ ବଡ଼ ସମସ୍ୟା ଥାଉ, ଯେତେ ବଡ଼ ବିଷୟ ଥାଉ, ତାକୁ ପରାଜୟ କରିବା ନିମନ୍ତେ ଆମମାନଙ୍କୁ ଈଶ୍ୱରଙ୍କର ଶକ୍ତିର ଆବଶ୍ୟକ ପଡ଼ିଥାଏ। ଆଉ ଈଶ୍ୱରଙ୍କର ଶକ୍ତି बिना ଆମେ କିଛି କରିପାରିବା ନାହିଁ। क्योंकि बाइबल में लिखा गया है, परमेश्वरଙ୍କ बिना इच्छारे गोटिए आत्मा ମଧ୍ୟ ଈଶ୍ୱରଙ୍କ ପାଖକୁ ଆସି ପାରିବ ନାହିଁ, ଆସେ ନାହିଁ। आ प्रभु से विषय को केतेबेले हमनको अलाउ करिवे जेतेबेले आमे परमेश्वरଙ୍କୁ कहिबा, लाइक ए परमिशन हो या लाइक हम बोल सकते हैं परमेश्वर मैं ये करने जा रहा हूँ। हाँ, उनको बताना बहुत जरूरी है, उनको बोलना बहुत जरूरी है कि प्रभु मु ए भाई को सुसमाचार देवाकू जाऊँगी, प्रभु मु ए भौणी को सुसमाचार देवाकू जाऊँगी। और वो क्या होता है ना, वो हेल्प करता है हमको आत्मिकता से कि आम मैंने से विषय रे स्ट्रांगली आम मैंने जो कौन सी व्यक्ति को कौन करिपारिबा सुसमाचार प्रचार करिपारिबा। किंतु 17 पदरे लिखा जाय जे कोन सेतिरे तो ईश्वर दत्त धार्मिकता प्रकाशित हेउअछि। ईश्वर दत्त धार्मिकता प्रकाशित हेबाकू हेले आम मानको किछि तो करिबाकू पड़िबो। कौन करिबाकू पड़िबो? सुसमाचार प्रचार को प्रचार करिबाकू लज्जाबोध करे नाही। बुझी पारुछंती? ईश्वर दत्त धार्मिकता प्रकाशित हेउअछि जो लेखा जाइछि, हेउअछि र माने हला जदि ताहा प्रकाशित हेबा को चाहुचंती, करिबाकू चाहुचंती, ताहले हमकू किछि करिबाकू पड़िबो। बिना किछि करिकि ईश्वरଙ୍କ गौरव को प्रकाश करि पारिबी बोली आमे माने चिंता मध्य करिबा उचित नुहे। आज ईश्वर केमती संतुष्ट हेबे? बोल सकते हैं मेरे को, परमेश्वर कब संतुष्ट होता है? हमें पुराना नियम को जदि जीवा, पुराना माने व्यवस्था को जदि जीवा देखिबा, जेतेबेले अल्टर करा जाउथिला, होम बलि उसर करा जाउथिला, परमेश्वर महिमा पाउथिले। पर्वत रे, पहाड़ रे, अनेक स्थान रे हमें देखू कि परमेश्वर को होम बलि दिया जाउथिला, बिकॉज तांकर उपस्थिति प्रकाश पाइबो बोली। होम बलि साइन एहा दिए जे परमेश्वर संतुष्ट हेउचंती बोली। किंतु न्यू टेस्टामेंट जेतेबेले आमे पळे आसु, परमेश्वर संतुष्ट केतेबेले होंती? तांको इच्छा साधन हेले से कौन होंती? संतुष्ट होंती। से आउ मेष वृषर अधिकारी नुहंती। से आउ माने कौनसी धूप नैवेद्य प्रसाद को से चाहती नहीं। से गोटे विषय चाहती जे से जो परमिशन, से जो इच्छा आमान को प्रति रखी अछन, ताहा जदि आमे करूछु ताहाले से महिमान्वित हेबे, ताहाले से महिमान्वित हेबे। बुझी पारछंती? सेतिरे तो ईश्वर दत्त धार्मिकता प्रकाशित होइअछि। ईश्वर दत्त धार्मिकता प्रकाशित हेउअछि। आपणकर व्यक्तिगत जीवन रे आमे यदि देखिबा निज जीवन को, ताहले आमे माने निजको धार्मिक गणित करिअछु। जेतेबेले आम मानकर धार्मिकता केतेबेले प्रकाश पाइबो जानिछंती? वास्तव रे एही व्यक्ति एक धार्मिक पुरुष बोली परमेश्वरଙ୍କର दृष्टि आमे माने तांकर इच्छा को साधन कला परे ही आमे माने कोन होउछु? धार्मिक गणित हेउछु। आ धार्मिकता सेतेबेले प्रकाश हेउछि। आ कहा जाउछि ताहा विश्वास मूलक ओ विश्वास जनक, जेपरि लेखा अछि धार्मिक विश्वास द्वारा बंचे। धार्मिक गोटे विश्व द्वारा बंचे, जाकि विश्वास। गत दिन मानकर मुझे विषय को कही आसुची जे गोटे व्यक्तिर जीवन रे सबुठु जरूरी विषय है विश्वास। जदि से विश्वास करिछि ताहले से अनंत जीवन पाइछि, विश्वास करिछि ताहले परित्राण पाइछि, विश्वास करिछि ताहले परमेश्वर को गभीरतार जानिछि, ईश्वर को जीसु को प्रेम र स्पंद न बोली से ग्रहण करि पारिबो। विश्वास, कारण विश्वास गोटे एपरि विषय जहाँकि सबू विषय को बांधि रखिछि। आज आमे जदि जगत रे बंचीछु
ତାହେଲେ କେବଳ ବିଶ୍ୱାସ ଯୋଗୁଁ। ଆଜି ଯଦି ଆମେ ଈଶ୍ୱରଙ୍କ ଠାରେ ଅଛୁ ତାହେଲେ ବିଶ୍ୱାସ ଯୋଗୁଁ, କାରଣ ବିନା ବିଶ୍ୱାସରେ କୌଣସି ବିଷୟ ହେବ ନାହିଁ। ସୋରିଷ ଦାନା ଏତେ ବିଶ୍ୱାସ ଥିଲେ ଆମେ ପ୍ରତ୍ୟେକ ଶକ୍ତିର କାର୍ଯ୍ୟ କରିପାରିବା। ବାଇବେଲ କହୁଅଛି ବିଶ୍ୱାସ ଦ୍ୱାରା ଯାହା କିଛି ମାଗିବ ସମସ୍ତ ବିଷୟ ପାଇବ ବୋଲି କୁହାଯାଉଛି। ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି, ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ କୁହାଯାଉଛି। ବିଶ୍ୱାସ ଦ୍ୱାରା ଧାର୍ମିକ ବଞ୍ଚେ ବୋଲି ଆମେ ଜାଣୁଛୁ। ତ ଆଜିର ଏହି ମର୍ଣ୍ଣିଂ ଡିଭୋସନରେ ଆମେ ଦେଖୁଛୁ ଯେ ଧାର୍ମିକତା ପ୍ରାପ୍ତ ବ୍ୟକ୍ତି ସବୁବେଳେ କ୍ଲିୟରଲି ଡିକ୍ଲେୟାର କରିବା କଥା ଯେ ଈଶ୍ୱରଙ୍କର ମହିମା କେଉଁ ସ୍ଥାନରେ ଆମେ ପ୍ରକାଶ କରିପାରୁଛୁ। ତାଙ୍କର ଇଚ୍ଛାକୁ ସାଧନ କରିଲା ବେଳେ ଆମେମାନେ ତାଙ୍କୁ ମହିମା କରୁଅଛୁ, ତାଙ୍କୁ ଗୌରବ ଦଉଅଛୁ। समझ पा रहे ना परमेश्वर का वचन क्या बोल रहा है। ତ ଏଇ ଜାଗାରେ ଆମେ ଦେଖୁଅଛୁ ତାହା ବିଶ୍ୱାସ ମୂଳକ ଓ ବିଶ୍ୱାସ ଜନକ ଅଟେ ବୋଲି କୁହାଯାଉଛି। ମାନେ ବିଶ୍ୱାସର ଗଭୀରତାକୁ ଏଇ ଜାଗାରେ ପ୍ରକାଶ କରାଯାଉଛି ଯେ ଗୋଟେ ବ୍ୟକ୍ତି ଧାର୍ମିକତା ପ୍ରକାଶିତ ଯଦି କରିବାକୁ ଚାହୁଁଛି ତାହେଲେ ସେ କ'ଣ କରିବ? ଏ ସୁସମାଚାର ପ୍ରଚାର କରିବ। ସୁସମାଚାର ପ୍ରଚାର କରିକି ଈଶ୍ୱରଙ୍କୁ ମହିମା ଦେବ। ଆଉ ଯେତେବେଳେ ଆମେ ତାହା କରିବା ଆମମାନଙ୍କ ଜୀବନରେ ଧାର୍ମିକତା ବୃଦ୍ଧି ପାଇବ। ଆଉ ଲାଷ୍ଟଲି ଏହି କୋଟେସନକୁ ଦିଆଯାଇଛି ଯେ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚେ। ହାଲେଲୁୟା, ପ୍ରେଜ ଦ ଲର୍ଡ। ତ ଆମେ ଦେଖୁଅଛୁ ଧାର୍ମିକ ବିଶ୍ୱାସ ଦ୍ୱାରା ଯଦି ବଞ୍ଚେ ବୋଲି ଲେଖାଯାଇଛି, ତାହେଲେ ଆଜି ବିନା ଖାଦ୍ୟ ଖାଇକି ବିନା ପାଣି ପିଇକି ଆଜି ମାନବିକ ଜୀବନ ଯେତେବେଳେ ଆମେ କାଟୁଛୁ, ଆମେ କ'ଣ ଖାଲି ବିଶ୍ୱାସ ଦ୍ୱାରା ବଞ୍ଚିଯିବା କି? ଆମେମାନେ ଶାରୀରିକ ଭାବରେ ଆମମାନଙ୍କୁ ଖାଦ୍ୟ ଆବଶ୍ୟକ ନୁହେଁ? ଏହା ଗୋଟିଏ ସାଧାରଣ ପ୍ରଶ୍ନ ଯେକୌଣସି ବ୍ୟକ୍ତି ପଚାରିପାରେ। ଯଦି ଆପଣ ବହୁତ ବଡ଼ ବଡ଼ କଥା କହୁଛନ୍ତି ଆଜ୍ଞା ବିଶ୍ୱାସ ଦ୍ୱାରା ବଞ୍ଚେ ବୋଲି, ତାହେଲେ ଆପଣ କ'ଣ କହୁଅଛନ୍ତି? ଏମିତି କ'ଣ ହେଇପାରିବ କି? ପସିବଲ ହୋଇପାରିବ କି ବୋଲି ଅନେକ ପ୍ରଶ୍ନ କରିପାରନ୍ତି। କିନ୍ତୁ ମୁଁ କହିବାକୁ ଚାହେଁ ଆମେମାନେ ଦୁଇ ପ୍ରକାର ଜୀବନକୁ ଅତିବାହିତ କରିଥାଉ। ଦୁଇ ପ୍ରକାର, ଗୋଟିଏ ହେଲା ଶାରୀରିକ ଯୋଉଟାକି ଜାଗତିକ ଜୀବନ, ଆଉ ଗୋଟେ ହେଲା ଆତ୍ମିକତାର ଜୀବନ। ଆଜି ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚେର ଅର୍ଥ ହେଲା ଯେ ସେ ଯଦି ବିଶ୍ୱାସକୁ ଦୃଢ଼ କରିଅଛି ତାହେଲେ ତାହାର ଧର୍ମ କର୍ମ ଏବଂ ଧାର୍ମିକତା ଅତି ଉଚ୍ଚତର ଅଟେ। ବୁଝିପାରୁଛନ୍ତି? କାଲିର ଶିକ୍ଷାରେ ଦେଖୁଥିଲା ଆମେ ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ ବୋଲି ଲେଖାଯାଇଛି। ମାନେ ଆଜି ଆମେମାନେ ଯେତେବେଳେ ବିଶ୍ୱାସ ଦ୍ୱାରା ବଞ୍ଚୁଅଛୁ, ଆମର ବିଶ୍ୱାସର ସ୍ତରକୁ ମାନେ ଡେଲି ବେସିସରେ ବୃଦ୍ଧି କରିବା କଥା। କିପରି ବୃଦ୍ଧି କରିବା? ୱିଥ୍ ୱାର୍ଡ, ୱିଥ୍ ପ୍ରେୟାର। ବୁଝିପାରୁଛନ୍ତି? ପ୍ରାର୍ଥନାରେ, ବାକ୍ୟ ଅଧ୍ୟୟନରେ ଆମେମାନେ କ'ଣ କରିପାରିବା? ନିଜକୁ ଧାର୍ମିକ ଗଣିତ କରିପାରିବା। ଆଉ ସେଥିପାଇଁ ବାଇବେଲରେ ଏହା ମଧ୍ୟ ଲେଖାଯାଇଛି ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ କେବେ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ୍ୟ ସେ ହେବ। ତାମାନେ କ'ଣ? ଆପଣ ଯେତେବେଳେ ଈଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କରି ତାଙ୍କ ସମୟରେ ଫଳ ଉତ୍ପନ୍ନ କରିପାରୁଛନ୍ତି, ଦ୍ୟାଟ୍ ମିନ୍ସ ଇଫ୍ ୟୁ ଆର୍ ସେୟାରିଂ ଦ ଗସ୍ପେଲ, ଆଉ ଈଶ୍ୱର ସେହି ଗସ୍ପେଲ ଦ୍ୱାରା ଲୋକମାନଙ୍କୁ ଆସିବାର ଦେଖି ଆପଣଙ୍କ ପ୍ରଚୁରତାର ଆଶୀର୍ବାଦ ଯଦି କରୁଅଛନ୍ତି, ତାହେଲେ ଆପଣ ସତେଜ ରହିବେ, ଧାର୍ମିକ ଗଣିତ ହେବେ। ଆଉ ଆମେମାନେ ସେହି ସମସ୍ତ ବିଷୟ କ'ଣ କରିପାରିବା? ବୁଝିପାରିବା। ସେଥିପାଇଁ କୁହାଗଲା ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚେ। ଯୀଶୁ ଏହି ସମାନ କୋଟେସନକୁ ନିଜେ ମଧ୍ୟ ଶୟତାନକୁ କହିଲେ। କ'ଣ କହିଲେ? ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କର ମୁଖରୁ ନିର୍ଗତ ନିଃସୃତ ପ୍ରତ୍ୟେକ ବାକ୍ୟରୁ ବଞ୍ଚିବ। ତ ବାକ୍ୟ ଗୋଟେ ଏପରି ବିଷୟ ଅଟେ ଯାହାକି ଏକ ବ୍ୟକ୍ତିକୁ ଖାଦ୍ୟ ଦେଉଅଛି। ଇଟ୍ସ ଲାଇକ୍ ଏ ବ୍ରେଡ୍। ବୁଝିପାରୁଛନ୍ତି? ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ଆଉ ସେହି ବାକ୍ୟ ହେଉଛି ବିଶ୍ୱାସ। ଆଉ ବିଶ୍ୱାସରେ ଯଦି ଆମେ ବଢ଼ୁଅଛୁ ଦୈନନ୍ଦିନ ଜୀବନରେ, ତାହେଲେ ଆମମାନଙ୍କର ଜୀବନରେ ବିଶ୍ୱାସର ସ୍ତର ବହୁତ ହାଇ ଲେଭେଲର ଥିବ। ବୁଝିପାରୁଛନ୍ତି? आपके परिवार में कोई भी प्रॉब्लम आएगा तो आपको प्रॉब्लम नहीं लगेगा। ଲାଗିବ ଯେ ଏଇଟା ଗୋଟେ ସାଧାରଣ ବିଷୟ, ସ୍ୱାଭାବିକ ବିଷୟ, ଆଉ ଏହା ବହୁତ ଶୀଘ୍ର ସଲ୍ଭ ହେଇଯିବ, ବହୁତ ଜଲ୍ଦି ଠିକ୍ ହେଇଯିବ। ଆଉ ଆପଣ ଅଧୈର୍ଯ୍ୟ ହେଇପାରିବେ ନାହିଁ କେବେ ମଧ୍ୟ। ଆପଣ କ୍ରୋଧିତ ହୋଇପାରିବେ ନାହିଁ। ଆପଣ ଅନ୍ୟମାନଙ୍କୁ କ୍ରୋଧ କରିପାରିବେ ନାହିଁ, ନିନ୍ଦା କରିପାରିବେ ନାହିଁ, ଅପମାନ କରିପାରିବେ ନାହିଁ। କାରଣ ଆପଣଙ୍କୁ ଲାଗିବ ଯେ ମୁଁ ଏଇ ଜଗତର ନୁହେଁ। ଆପଣଙ୍କର କନେକ୍ସନ ପରମେଶ୍ୱରଙ୍କ ସହିତ ଏକ ଭିନ୍ନ ଭାବରେ ରହିବ।
ଯାହାଫଳରେ ଆମେ ଜାଣିପାରିବା ଯେ ପରମେଶ୍ୱର ଆମକୁ କିପରି ଭାବରେ କ'ଣ କରୁଛନ୍ତି, ବିଶ୍ୱାସରେ ଆଗକୁ ନେଉଛନ୍ତି। ସେଥିପାଇଁ ପୁରାତନ ନିୟମରେ ଆମେ ଦେଖୁ ପରମେଶ୍ୱର ଅନେକ ବ୍ୟକ୍ତିମାନଙ୍କୁ ବିଶ୍ୱାସର ଯୋଦ୍ଧା ଭାବରେ କ'ଣ କଲେ, ନିୟୋଜିତ କଲେ। ଆଉ ଏଭ୍ରି ତାର 11 ଅଧ୍ୟାୟ ଯେତେବେଳେ ଆମେ ପଢୁ ସେତେବେଳେ ପୁରା ଲମ୍ବା ଲିଷ୍ଟ ଦିଆଯାଇଛି ବିଶ୍ୱାସର ଯୋଦ୍ଧା ମାନଙ୍କର ନାମ। ଓକେ, ଅବ୍ରାହମ, ଇସାହାକ, ଯାକୋବ ପ୍ରତ୍ୟେକଙ୍କର ଲିଷ୍ଟର ନାମ ଦେଖାଉଛୁ ଯେ ସେମାନେ ବିଶ୍ୱାସ ଦ୍ୱାରା କିପରି ବ୍ୟାଟେଲକୁ ଜିତିଛନ୍ତି। ଆଉ ଆଜି ପରମେଶ୍ୱର ସେହି ବିଶ୍ୱାସରେ ଆମମାନଙ୍କୁ ବଢ଼େଇବାକୁ ଚାହାନ୍ତି। ଯଦି ଆମେମାନେ ସୁସମାଚାର ପ୍ରଚାର କରିବାକୁ ଲଜ୍ଜାବୋଧ କରୁଅଛୁ ତାହେଲେ ଆମେ ବିଶ୍ୱାସୀ ନୋହୁଁ। ମୁଁ ଆଉ ଥରେ ରିପିଟ୍ କରିବାକୁ ଚାହିଁବି, ଯଦି ଆମେ ସୁସମାଚାର ପ୍ରଚାର କରିବାକୁ ଲଜ୍ଜାବୋଧ କରୁଅଛୁ ତାହେଲେ ଆମେମାନେ ବିଶ୍ୱାସୀ ନୋହୁଁ। ସେଥିପାଇଁ କୁହାଗଲା प्रत्येक विश्वासी मानों को यही क्षमता दिया जाइए, परित्राणर क्षमता। अगर परमेश्वर ने हमको कुछ दिया है तो हमारा भी काम और कर्तव्य बनता है कि हम भी उसको कुछ दे ताकि परमेश्वर को महिमा मिले। हाँ, हम गाते हैं वो गीत, प्रभु को महिमा मिले चाहे वो मेरा अपमान क्यों ना मैं उसको धन्य कहूँ। हाँ, वो बोलने में बहुत आसानी हो जाता है कि पर प्रभु को महिमा मिले चाहे हो मेरा अपमान। बोलने में बहुत आसानी है, मुझे अपमान मिला है कि आज तक, वो जानना बहुत जरूरी है। सुसमाचार प्रचार करने को मु लज्जा बोध करे नहीं। यदि मु आज प्रभु को महिमा देवा को चाहूँगी ताहले यही विषय को धरी रखिबा बहुत आवश्यक अटे। प्रभु यही संक्षिप्त चिंताधारा आमको आशीर्वाद करंतु। आमेन आमेन आमेन। आसु प्रार्थना करिबा आजिर दिन पाई, आजिर समय पाई, एही वाक्य पाई जेपरि प्रभु एही वाक्य द्वारा आमको प्रत्येक को आशीर्वाद करिवे आउ आमनकर वृद्धि साधन पाई एक मार्ग को प्रस्तुत करिवे। आम माने जेपरि आहुरी सशक्त होई ईश्वर को राज्य को स्प्रेड करि परिबा आ तांको राज्य रे घोषणा करि परिबा। आमे विभिन्न स्तर रे विभिन्न माध्यम रे ईश्वर को नाम को उच्च रखि परिबा। एही प्रक्रिया को आमे कंटिन्यू करिबा आवश्यक अटे। तो आसु प्रत्येक जीवन को आमे माने समर्पित करी प्रार्थना करिबा, कहिबा प्रभु धन्यवाद दउछु वाक्य पाई, जो परित्राण तुमे देई अछो, जो समस्त विषय देइछ ताहा मानक पाई यथेष्ट अटे। प्रभु धन्यवाद दउछु एई समय जेते जन मध्य ऑनलाइन माध्यम रे जोड़ी आमे तुमर प्रशंसा स्तुति करूछु, तुमे महिमा पाउछ बोली धन्यवाद दउछु। एई समय रे प्रभु आजर वाक्य जहा तुमे आम मानको एक रिफ्लेक्शन भाव रे, एक लाइट भाव रे प्रभु आमको ज्योति भाव रे देखाइल, ता निश्चित भाव रे आवश्यक अटे। आज आमे जेपरि लज्जा बोध न करी प्रभु तुमर सुसमाचार को प्रत्येक व्यक्ति एक बोझ न भावी प्रभु एक दायित्व भावी प्रभु आम आग को नहीं पारिबु। एथिपाई आम प्रार्थना करछु, प्रत्येक को शक्ति प्राप्त कर प्रभु, बल प्राप्त कर, कारण ताहा आम मानक पाई एक शक्ति अटे बोली तुमे कहि अछो। प्रभु आज यदि आम मानक पाखरे तुमर सत्यता अछि ताहा मानक पाई शक्ति अटे, ताहा मानक पाई लज्जा नुहे, ताहा मानक पाई शक्ति अटे जहा आम अन्य मानक देई पारिबु। प्रार्थना करुछु जो वाक्य तुम आज देल प्रभु जे धार्मिक केवल विश्वास द्वारा बंचीबो। आ जदि आम प्रकृत रे धार्मिक अटू ताहले हमर विश्वास को आम दृढ़ करबा आवश्यक अटे। आम माने जेते विश्वास को दृढ़ करिउ प्रभु सेते तुमे आम मानकु आहुरी धार्मिक भाव प्रभु गणित करियो बोली विश्वास करुछु। प्रार्थना करुछु जेते जन स्थान एकत्रित हेलु प्रत्येक को तुमे ब्लेस्ड कर, आशीर्वाद कर, जो माने सुनुछंती एही वाक्य को प्रभु प्रत्येक को तुमे दया कर, आशीर्वाद कर। तळे अनेक जीवन रे असुस्थता थाए जीशु नाम आम कैंसल एंड आउट करुछु राइट नाउ इन द नेम ऑफ जीसस। प्रत्येक पीड़ा प्रत्येक चिंतार भार तुम्हें निय बोली प्रार्थना करुछु प्रभु। तुम्हें कहिछ माग विश्वास द्वारा प्रत्येक विश्व साधित हेबो। एही क्षणी एही समय रे प्रभु जदि कोनोसी चिंता अछि, गभीर चिंता रे प्रभु लोक आज भ्रांत हेउछंती, से समस्त विषय को ब्रेक कर प्रभु प्रार्थना करुछु, सुस्थ कर प्रभु प्रार्थना करुछु एवं प्रत्येक विषय प्रभु सॉल्यूशन तुम्हें ही दियो आजिर समय बोली प्रार्थना करुछु। जहा मध्य जहा किछि प्रार्थना अनुरोध अछि प्रभु से समस्त अनुरोध को यीशु नाम रे आमे मागुछु। एपरि समस्त विषय तुम्हें शुणी उत्तर देई अछ बोली ता विश्वास मध्य करूछु प्रभु। एतबेले प्रार्थना करूछु समस्त प्रार्थना निवेदन तुम्हें शुणिल बोली धन्यवाद दे यीशु तुम प्रिय नाम रे प्रार्थना रखुछु। आमेन आमेन आमेन।